ଗଛଟା 160 ଗଛ ଦେଇଥିଲେ ଆର୍ 3-4 ବର୍ଷ ହେଇଗଲା ଆମେ ପାଣି ଦେଇ ଦେଇ ତାକେ ମରାମତି କରିଥିଲୁ। ବାକି ଆଜି ଦୁର୍ଭାଗ୍ୟର କଥା ଆର୍ ଆମେ 1 ବଜାରରେ ଜଣେ ଚାଷୀ ଜଣେ ଆମର୍ ପାଖ୍କେ ଗଲେ ତୁମର ଆମ ବଗିଚା ପୋଡ଼ି ଯାଉଛେ ବୋଲଲାକେ ଆମେ ଆସିଲୁ। ଆଇନୁ ପରେ ସାଇଡ୍ ଲୋକମାନେ ସମସ୍ତେ 20 ଜଣ ବି ଆସି ଦେଖିଲେ ଆଜ୍ଞା ତାକେ ଛଡ଼େଇ ନେଇ ପାରଲୁ ଆମେ। ସେନୁ ଆମେ ଏଇ ଫଲ୍ ବୋଲ ଆସିଯାଇଥିଲା ବୋଲରେ ଏବେ କିଛି ଫଲ ଫଳିଥିଲେ ଆଜ୍ଞା କିଛି ରୋଜଗାର ଆମର ଚଳିଥିତା ପରିବାର ପୋଷଣ କରିଥିତୁ ବୋଲିକରି ଆପଣଙ୍କୁ ଅନୁରୋଧ କରୁଛୁଁ ଯେ କିଛି ସାହାଯ୍ୟ ସରକାର ଠାରୁ ବି କିଛି ସାହାଯ୍ୟ ମିଲତା ବେଲେ ଆମର ପରିବାର ବି କିଛି ଗୋଟେ ଚଲି ପାରତୁ। ରମେଶ ଭୋଇ ପିତା ଶଙ୍କରଲାଲ ଭୋଇ ଆମେ ଯେତେ ଗଛ ରୋପିଥିଲୁ 160ଟା ଗଛ ରୋପିଥିଲୁ ଆର୍ ଆମର୍ 4 ବର୍ଷ ଖଣ୍ଡେ ହେଇଥିଲା ନା ଏଟା ଆର୍ ଯେତେବେଲେ ଆମର୍ ବୋଲ ଆସିବା ଟାଇମ୍ରେ ଅଚାନକଟା ଆଗ ଜଲିଗଲା ତ ଆମେ 1-2 ବଜେ ଆଡ଼େ ଆମେ ସୋର ପାଇଲୁ ତାପରେ ଆସିଲୁ ତାପରେ ଆମ ଫାୟାର ଗାଡ଼ି ବି ଆସିଥିଲେ ସେମାନେ ବି ଦେଖିଲେ ଆଉ ତାପରେ ସେମାନେ ବି ଗଲେ। ଏବେ କାଣା ଚାହୁଁଛ? ଆମେ କିଛି ନାଇଁ ଚାହୁଁ ଆମ ଏତିକି ବଗିଚାରୁ ଆମର ଆଖିର ପାଣି ବୋହି ଯାଉଛି। ଆମେ 4 ବର୍ଷର ମେହନତର ଫଳ ଆମେ ଜୀବନ ଥିଲେ ନେଥିଲେ କେ ମତଲବ ଗୋଟେ ପିଲା ଛୁଆ ଯତ୍ନ କରି ରଖଲା ପାରି ଜାଣିଲେ ତ ସରକାର କାଣା ଚାହୁଁଛ? ଆମକେ ଗୋଟେ କ୍ଷତିପୂରଣ ଗୋଟେ ଦିଅ ନା ଆମକେ ପରିବାର କେନ୍ତା ପୋଷଣ ପାଷଣ କରମୁ ଆମେ ମହାଜନ ନେ ଗରିବ ଲୋକ କିସାନୀ ଲୋକ। ଶଙ୍କରଲାଲ ଭୋଇ ଯେନ୍ ଥିଲେ ଯେନ୍ ଆମ ବଗିଚା କରିଥିଲେ ସେଇ ଗାଁର ବାସିନ୍ଦା ଛତା ଗାଁର ଆର୍ ତାଙ୍କର 1 ଏକରରେ ସେମାନେ ତାମାନେ ଗଛ 160ଟା ଲଗେଇଥିଲେ ଆର୍ ଗତ 4 ବର୍ଷ ହେଲା ସେମାନେ ସେ ଗଛକେ ପାଣି ଫାଣି ଦେଇକିନା ତାମାନେ ଭାର ବୋହିକିନା ବି କଷ୍ଟ କରିକିନା ଗଛକେ ଛୋଟରୁ ବଡ଼ କରିଥିଲେ। ଆଜି ଇ ସମୟରେ ଆମ୍ବୋଲଟା ଯେନ୍ଟା ଆସିଥିଲା ସେ ଆମ୍ବୋଲ ସମୟରେ ଫଲ୍ ଫଳିଥିଲେ ସେମାନେ ଗୋଟେ ଆଶାୟୀ ଥିଲେ ରୋଜଗାର କରବାର ସେମାନେ ଏଇଟା ଥିଲେ ତାପରେ ପେଟ ପାଲନ ପୋଷଣ କରିଥିଲେ ସେଥିରେ ଆଜି ଏଡ଼େ ବଡ଼ କ୍ଷତିଗ୍ରସ୍ତ ହେଇଗଲା ଆମେ ବି ସେ ଦୁଃଖୀ ଅଛୁ ତାଙ୍କର ପରିବାରରେ କିଛି ଗୋଟେ ତାମାନେ ସରକାର ସରୁ ସାହାଯ୍ୟ ହେଲେ ତାଙ୍କର ପରିବାରଟା ଉପକୃତ ହେବେ।